ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ ଆପଣମାନଙ୍କ ପାଖରେ ଯଦି ଭୋଟର କାର୍ଡ଼ ଅଛି ଏବଂ ଆପଣମାନଙ୍କର ଭୋଟର କାର୍ଡ଼ରେ ଆପଣମାନଙ୍କର କୌଣସି ବି ଡାଟା ଭୁଲ ଅଛି ଯେମିତିକି ଆପଣମାନଙ୍କର ନାମ, ଆପଣମାନଙ୍କର ଡେଟ୍ ଅଫ୍ ବାର୍ଥ, ବାପାଙ୍କର ନାମ ବା ଆପଣମାନଙ୍କର ମୋବାଇଲ ନମ୍ବର ଲିଙ୍କ ନାହିଁ, ତାହେଲେ ଆପଣମାନେ କେମିତି ତାହା ନିଜ ମୋବାଇଲରେ ଘରେ ବସି କରିପାରିବେ ଆଜିର ଏହି ଭିଡ଼ିଓରେ ସେ ବିଷୟରେ ଆମେ ସମ୍ପୂର୍ଣ୍ଣ ଡିଟେଲ୍ ଜାଣିବା। ଦେଖନ୍ତୁ ଭୋଟର କାର୍ଡ଼ ବର୍ତ୍ତମାନ ଆପଣମାନଙ୍କ ପାଇଁ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ହିସାବରେ ବ୍ୟବହାର ହେଉଛି। ଯେତେବେଳେ ଆପଣମାନେ ପାନ୍ କାର୍ଡ଼ ଆପ୍ଲାଏ କରୁଛନ୍ତି, ପୂର୍ବରୁ ଆଧାର କାର୍ଡ଼ରେ ଆପଣମାନଙ୍କର ପାନ୍ କାର୍ଡ଼ ଆପ୍ଲାଏ ହେଇଯାଉଥିଲା। କିନ୍ତୁ ବର୍ତ୍ତମାନ ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ହିସାବରେ ଆପଣମାନଙ୍କର ଭୋଟର ଆଇଡିକୁ ମାଣ୍ଡାଟୋରି ଡକୁମେଣ୍ଟ ହିସାବରେ ବ୍ୟବହାର କରାଯାଉଛି। ଏହା ସହିତ ଯେଉଁମାନଙ୍କର ବୟସ 60 ବର୍ଷରୁ ଉର୍ଦ୍ଧ୍ୱ ହେଉଛି, ସେମାନେ ଯଦି ଭତ୍ତା ପାଇଁ ଆପ୍ଲାଏ କରୁଛନ୍ତି, ତ ସେ ସମୟରେ ଆପଣମାନଙ୍କର ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ହିସାବରେ ଭୋଟର ଆଇଡିକୁ ବ୍ୟବହାର କରାଯାଉଛି। ତେଣୁ ଯଦି ଆପଣମାନଙ୍କର ଭୋଟର ଆଇଡିରେ କୌଣସି ପ୍ରକାର ଭୁଲ ଅଛି, ତ ସେହି ସବୁ ଭୁଲ ଆପଣମାନେ ଠିକ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଭିଡ଼ିଓକୁ ଜମାରୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତେଣୁ ଆଜିର ଏହି ଭିଡ଼ିଓରେ ଆମେ କେମିତି ଇଜିଲି ଆପଣମାନଙ୍କର ଭୋଟର କାର୍ଡ଼ କରେକ୍ସନ୍ ହେଇପାରିବ, ଏହା ପାଇଁ ସବୁଠାରୁ ଇଜି ପ୍ରୋସେସ୍ ମୁଁ ଆପଣମାନଙ୍କୁ ବତେଇବି। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଆପଣମାନେ ସମସ୍ତେ ଜାଣିଥିବେ, ସାରା ଦେଶରେ ବର୍ତ୍ତମାନ ଏସ୍ଆଇଆର୍ ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଚାଲିଛି, ଯେଉଁଥିରେ ଭୋଟର ଆଇଡିର କରେକ୍ସନ୍ ବା ଆପଣମାନଙ୍କର ଡୁପ୍ଲିକେଟ୍ ଭୋଟର ଆଇଡିକୁ ଚିହ୍ନଟ କରିବା ପାଇଁ ସାରା ଦେଶରେ ଏସ୍ଆଇଆର୍ ଚାଲିଛି। ତେଣୁ ଏହି ଏସ୍ଆଇଆର୍ ଚାଲିବା ସମୟରେ ଆପଣମାନଙ୍କର ଯେଉଁ ବିଏଲ୍‌ଓ ମାନେ ରହିଛନ୍ତି ବା ବୁଥ୍ ଲେବୁଲ୍ ଅଫିସର ଯେଉଁମାନେ ରହିଛନ୍ତି, ସେମାନେ ଆପଣମାନଙ୍କର ଘରକୁ ଘର ଆସି ଫିଜିକାଲି ଆପଣମାନଙ୍କର ଯଦି ଭୋଟର ଆଇଡିରେ କୌଣସି ପ୍ରୋବ୍ଲେମ୍ ଅଛି ତାହା ସର୍ଟ ଆଉଟ୍ କରିପାରିବେ। ନହେଲେ ଇଜିଲି ଆପଣମାନେ ନିଜ ମୋବାଇଲରେ ମଧ୍ୟ ଘରେ ବସି ସବୁକିଛି କରିପାରିବେ। ତେଣୁ ମୋବାଇଲରେ ଆପଣମାନଙ୍କୁ କେମିତି ସହଜରେ କରିପାରିବେ ସେ ବିଷୟରେ ଆସନ୍ତୁ ଜାଣିବା। ଏହା ପାଇଁ ଆପଣମାନଙ୍କର ଦୁଇଟି ପ୍ରୋସେସ୍ ରହିଛି। ଗୋଟିଏ ଆପଣମାନେ ଭୋଟରର ଯେଉଁ ଅଫିସିଆଲ ପୋର୍ଟାଲ ରହିଛି, ସେଥିରେ ଆପଣମାନେ ଯାଇ ଯେକୌଣସି ବ୍ରାଉଜରରେ କରିପାରିବେ। କିନ୍ତୁ ଏଥିରେ କରିବା ସମୟରେ ବିଭିନ୍ନ ସମୟରେ ବ୍ରାଉଜରରେ ପ୍ରୋବ୍ଲେମ୍ ହେଇଥାଏ। କିନ୍ତୁ ଆଜି ଆମେ ଭୋଟର ଆଇଡିର ଯେଉଁ ଆପ୍‌ଟି ରହିଛି, ତ ସେଇ ଆପ୍‌ରେ କେମିତି ଇଜିଲି କରିପାରିବା ସେ ବିଷୟରେ ଡିଟେଲ୍ସ ଜାଣିବା। ତ ସର୍ବପ୍ରଥମେ ତ ଆପଣମାନେ ଯଦି ଭୋଟର ଆଇଡି କରେକ୍ସନ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ସର୍ବପ୍ରଥମେ ଆପଣମାନେ ପ୍ଲେ ଷ୍ଟୋରରୁ ଯୋଉଟାକି ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆର ECINET ଯୋଉଟାକି ରହିଛି ଅଫିସିଆଲ ଆପ୍, ଏଇଟାକୁ ଆପଣମାନଙ୍କୁ ଇନଷ୍ଟଲ୍ କରିବା ପାଇଁ ପଡ଼ିବ। ଏଇଟା ଇନଷ୍ଟଲ୍ କରିସାରିଲା ପରେ ଦେଖନ୍ତୁ ଏଟାକୁ ଆପଣମାନେ ଓପନ୍ କରିବେ। ଓପନ୍ କରିବା ସମୟରେ ଆପଣମାନଙ୍କର ଦେଖନ୍ତୁ ଏହି ଆପ୍‌ର ଇଣ୍ଟରଫେସ୍ ଓପନ୍ ହେଇଯିବ। ତେଣୁ ଏଥିରେ ବିଭିନ୍ନ ପ୍ରକାର କାମ ଆପଣମାନଙ୍କର ହେଇପାରିବ, ଯୋଉଟାକି ଆପଣମାନେ ୱେବସାଇଟରୁ ମଧ୍ୟ କରିପାରିବେ। ତା ଭିତରେ ଦେଖନ୍ତୁ ଭୋଟର ରେଜିଷ୍ଟ୍ରେସନ, ଆପଣମାନଙ୍କର ଲାଷ୍ଟ ଏସ୍ଆଇଆର୍‌ର ନାମ ଟ୍ରେକ୍ କରିବା, ଆପ୍ଲିକେସନ ଯଦି ପୂର୍ବରୁ ଭୋଟର ଆଇଡି ଆପଣମାନେ ଆପ୍ଲାଏ କରିଛନ୍ତି ତାର ଆପ୍ଲିକେସନକୁ ଆପଣମାନେ ଟ୍ରାକ୍ କରିପାରିବେ। ଆପଣମାନଙ୍କର ଇ ଭୋଟର କାର୍ଡ଼ ଡାଉନଲୋଡ୍ କରିପାରିବେ। ତା ସହିତ ବିଭିନ୍ନ ପ୍ରକାର କାମ ଏଠି ଆପଣମାନଙ୍କର ହେଇପାରିବ। ତା ପୂର୍ବରୁ ଏଠି ଆପଣମାନଙ୍କୁ ଦେଖନ୍ତୁ, ଏଠି ଗୋଟେ ଲଗ୍ଇନ୍ ଅପସନ୍ ଆପଣମାନଙ୍କର ରହିଛି ପ୍ରୋଫାଇଲ୍ ଅପସନ୍‌ରେ। ତ ସେଇ ପ୍ରୋଫାଇଲ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରି ନ୍ୟୁ ୟୁଜର୍ ଯଦି ଆପଣମାନଙ୍କର ପୂର୍ବରୁ ରେଜିଷ୍ଟ୍ରେସନ ନାହିଁ, ତାହେଲେ ନ୍ୟୁ ୟୁଜର୍ ଆକାରରେ ଏଠି ନିଜର ମୋବାଇଲ୍ ନମ୍ବର, ଓଟିପି ଆପଣମାନେ ଦେବେ। ତାପରେ ନିଜର କିଛି ବେସିକ୍ ଡିଟେଲ୍ସ ଦେଇ ସାରିଲା ପରେ ଏଠି ଆପଣମାନଙ୍କୁ ରେଜିଷ୍ଟ୍ରେସନ କରିବା ପାଇଁ ପଡ଼ିବ। ଯେତେବେଳେ ଆପଣମାନଙ୍କ ରେଜିଷ୍ଟ୍ରେସନ କମ୍ପ୍ଲିଟ୍ ହେଇଯାଉଛି ଦେଖନ୍ତୁ, ତାପରେ ଏଠି ଆପଣମାନେ ଲଗ୍ଇନ୍ କରିବେ। ଲଗ୍ଇନ୍ କରିବା ପାଇଁ ହେଲେ ଏଠି ଆପଣମାନଙ୍କର ମୋବାଇଲ୍ ନମ୍ବର ଦେବେ ଏବଂ ଓଟିପି ଦେଇ ଏଠି ଆପଣମାନଙ୍କୁ ଯାଇକି କରିବା ପାଇଁ ପଡ଼ିବ। ତେଣୁ ମୁଁ ଏଠି ମୋର ମୋବାଇଲ୍ ନମ୍ବର ଦେଇଦେଉଛି। ମୋବାଇଲ୍ ନମ୍ବର ଦେଇ ସାରିଲା ପରେ ଦେଖନ୍ତୁ ସେଣ୍ଡ ଓଟିପି ଅପସନ୍ ଅଛି। ତ ସେଇ ସେଣ୍ଡ ଓଟିପି ଅପସନ୍‌ରେ କ୍ଲିକ୍ କଲେ। ଯେତେବେଳେ ସେଣ୍ଡ ଓଟିପି ଅପସନ୍‌ରେ ଆପଣମାନଙ୍କର କ୍ଲିକ୍ କରୁଛନ୍ତି, ସେତେବେଳେ ଆପଣମାନଙ୍କର ଓଟିପି ଯୋଉଟାକି ଆସିବ ଏବଂ ସେଇ ଓଟିପିକି ଏଠି ଆପଣମାନେ ସବମିଟ୍ କରିବେ। ତ ଓଟିପି ସବମିଟ୍ କରିସାରିଲା ପରେ ଲଗ୍ଇନ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରିଦେବେ। ଲଗ୍ଇନ୍ ଅପସନ୍‌ରେ କ୍ଲିକ୍ କଲା ପରେ ଏଠି ଆପଣମାନଙ୍କର ଯାହା ଡାଟା ଆପଣମାନଙ୍କର ଥିବ, ସବୁକିଛି ଶୋ କରିବ। ତାପରେ ଦେଖନ୍ତୁ, ଯେହେତୁ ଆମର ଭୋଟର ଆଇଡି କରେକ୍ସନ୍ କରିବା ପାଇଁ ପଡ଼ିବ, ତେଣୁ ଭୋଟର ଆଇଡି କରେକ୍ସନ୍ କରିବା ପାଇଁ ଦେଖନ୍ତୁ ପ୍ରଥମେ ଗୋଟେ ଅପସନ୍ ରହିଛି ଭୋଟର ରେଜିଷ୍ଟ୍ରେସନ ଫର୍ମ। ତ ସେଇ ଭୋଟର ରେଜିଷ୍ଟ୍ରେସନ ଫର୍ମରେ ଆପଣମାନେ କ୍ଲିକ୍ କରିବେ। ତ ଯେତେବେଳେ ଭୋଟର ରେଜିଷ୍ଟ୍ରେସନ ଫର୍ମରେ ଆପଣମାନେ କ୍ଲିକ୍ କରୁଛନ୍ତି, ଦେଖନ୍ତୁ ଏଠି ଆପଣମାନଙ୍କର ରହିଛି ନ୍ୟୁ ଭୋଟର ରେଜିଷ୍ଟ୍ରେସନ। ତାପରେ ଡିଲିଟ୍ କରିବା ପାଇଁ ଯଦି ଚାହୁଁଛନ୍ତି ଫର୍ମ 7 ଭରିବେ। ଯଦି କୌଣସି କରେକ୍ସନ୍ ଆପଣମାନଙ୍କର କରିବାର ଅଛି, ତାହେଲେ ଫର୍ମ 8। ଏହା ସହିତ ବିଭିନ୍ନ ପ୍ରକାର ମାଇଗ୍ରେସନ୍ ପାଇଁ ଆପଣମାନଙ୍କର କିଛି ସ୍ପେଶାଲ ରହିଛି। ତେଣୁ ମେନଲି ଆମେ ଜାଣିବା ଯେ କରେକ୍ସନ୍ ଆମର କରିବାର ଅଛି। ତେଣୁ କରେକ୍ସନ୍ କରିବା ପୂର୍ବରୁ ଯଦି ଆପଣମାନଙ୍କର ପୁରୁଣା ଭୋଟର ଆଇଡି ଅଛି, ତ ସେଇ ଭୋଟର ଆଇଡିର ଲିଷ୍ଟ ଏଠି ଆପଣମାନଙ୍କର ବା ଭୋଟର ଆଇଡି ନମ୍ବର ଆପଣମାନଙ୍କ ପାଖରେ ଥିବା ଦରକାର, ଯେଉଁଥିରେ କି ଆପଣମାନେ ଏଠି କରେକ୍ସନ୍ କରିପାରିବେ।
ତେଣୁ ଫର୍ମ 8 ଆପଣମାନେ ସିଲେକ୍ଟ କରିବେ। ଫର୍ମ 8 ଯେତେବେଳେ ସିଲେକ୍ଟ କରୁଛନ୍ତି, ଏଠି ଆପଣମାନଙ୍କର ଆସିଲା ଦେଖନ୍ତୁ ଲେଟ୍ସ ଷ୍ଟାର୍ଟ। ତ ଲେଟ୍ସ ଷ୍ଟାର୍ଟ ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। ଯେତେବେଳେ ଲେଟ୍ସ ଷ୍ଟାର୍ଟ ଅପସନ୍‌ରେ କ୍ଲିକ୍ କରୁଛନ୍ତି, ଏଠି 2 ଟି ଅପସନ୍ ଆପଣମାନଙ୍କର ଶୋ କରିବ। ଯଦି ଆପଣମାନଙ୍କ ପାଖରେ ଭୋଟର ଆଇଡି ବା ଇପିଆଇସି ନମ୍ବର ଅଛି, ତ ସେ ନମ୍ବର ଆପଣମାନେ ଡାଇରେକ୍ଟ ଦେଇପାରିବେ। ଯଦି ଆପଣମାନଙ୍କ ପାଖରେ ସେ ନମ୍ବରଟି ନାହିଁ ବା ଆପଣମାନେ ଭୁଲି ଯାଇଛନ୍ତି, ତ ନୋ ଅପସନ୍‌ରେ କ୍ଲିକ୍ କରି ନେକ୍ସଟ କଲା ପରେ ଆପଣମାନଙ୍କର କିଛି ବେସିକ୍ ଡିଟେଲ୍ସ ଦେଇ ଏଠି ଆପଣମାନେ ନିଜର ଡିଟେଲ୍ସ ଚେକ୍ କରିପାରିବେ। ତ ଯେହେତୁ ଆମ ପାଖରେ ଅଛି, ତେଣୁ ମୁଁ ଏଠି ୟେସ୍ ଅପସନ୍‌ରେ କ୍ଲିକ୍ କଲି। ୟେସ୍ ଅପସନ୍‌ରେ କ୍ଲିକ୍ କଲା ପରେ ନେକ୍ସଟ ଅପସନ୍‌ରେ କ୍ଲିକ୍ କରିବି। ନେକ୍ସଟ ଅପସନ୍‌ରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠି କ'ଣ ମାଗୁଛି ନା ପ୍ଲିଜ୍ ଏଣ୍ଟର ୟୋର ଭୋଟର ଆଇଡି ନମ୍ବର। ତ ନିଜର ଭୋଟର ଆଇଡିର ନମ୍ବର ଏଠି ଆପଣମାନେ ଦେବେ। ଯେହେତୁ ମୋର ଭୋଟର ଆଇଡି ନମ୍ବର ଅଛି, ତ ଏଠି ମୁଁ ଦେଇଦେଲି। ତାପରେ ସିଲେକ୍ଟ ଷ୍ଟେଟ୍ ଅପସନ୍ କହୁଛି। ତେଣୁ ସିଲେକ୍ଟ ଷ୍ଟେଟ୍ ଅପସନ୍‌ରେ କ୍ଲିକ୍ କରି ଏଠି ଆପଣମାନେ ଓଡ଼ିଶା ସିଲେକ୍ଟ କରିନେବେ। ଯେତେବେଳେ ଓଡ଼ିଶା ସିଲେକ୍ଟ କରୁଛନ୍ତି, ତାପରେ ଦେଖନ୍ତୁ ଫେଜ୍ ଡିଟେଲ୍ସ ଅପସନ୍‌ରେ କ୍ଲିକ୍ କଲେ। ତାପରେ ଦେଖନ୍ତୁ ଆପଣମାନେ କଲେ, କରିସାରିଲା ପରେ ନେକ୍ସଟ ଅପସନ୍ ଯୋଉଟାକି ରହିଛି ପ୍ରୋସିଡ୍ ଅପସନ୍। ତ ଆପଣମାନେ ପ୍ରୋସିଡ୍ ଅପସନ୍‌ରେ କ୍ଲିକ୍ କରିଦେବେ। ପ୍ରୋସିଡ୍ ଅପସନ୍‌ରେ ଯେତେବେଳେ କ୍ଲିକ୍ କରୁଛନ୍ତି, ଦେଖନ୍ତୁ ଆପଣମାନଙ୍କର ଭୋଟର ଆଇଡି ହିସାବରେ ଆପଣମାନଙ୍କର ନାମ ସବୁ କିଛି ଡିଟେଲ୍ସ ଏଠି ବର୍ତ୍ତମାନ ଶୋ କଲା। ତେଣୁ ଆପଣମାନେ ଚେକ୍ କରିଦେଲେ ଯେ ଆମର ସବୁ ଡିଟେଲ୍ସ ଠିକ୍ ଅଛି। ତାପରେ ଯାହା ବି ଆପଣମାନଙ୍କର କରେକ୍ସନ୍ କରିବାର ଅଛି, ବର୍ତ୍ତମାନ ସେଇଠି ଆପଣମାନଙ୍କର କରେକ୍ସନ୍ ହବ। ତେଣୁ ନେକ୍ସଟ ଅପସନ୍‌ରେ କ୍ଲିକ୍ କରିବେ। ଯେତେବେଳେ ନେକ୍ସଟ ଅପସନ୍‌ରେ କ୍ଲିକ୍ କରୁଛନ୍ତି, ଏଠି ଦେଖନ୍ତୁ ଆପଣମାନଙ୍କର ନାମ, ଆପଣମାନଙ୍କ ରିଜନାଲ୍ ନାମ ଯେମିତିକି ଓଡ଼ିଆରେ ଆସିଲା, ମୋର ଦେଖିପାରୁଥିବେ ପ୍ରଦୀପ କୁମାର ଅଛି, ତେଣୁ ତାର ଓଡ଼ିଆ ନାମ ମଧ୍ୟ ଆସିଲା। ଏଠି ଆପଣମାନଙ୍କର ଇଂଲିଶରେ ଯଦି ଆପଣମାନେ ଏଟାକୁ ଚାହିଁଲେ ମଧ୍ୟ ଏଠି ଚେଞ୍ଜେସ୍ କରିପାରିବେ ନାହିଁ। କାରଣ ଏଠି ଆପଣମାନଙ୍କର ସବୁକିଛି ଡିଟେଲ୍ସ ଅଟୋମେଟିକ୍ ଆସିଲା। ତାପରେ ଦେଖନ୍ତୁ ଯଦି ଆପଣମାନଙ୍କର ଆଧାର କାର୍ଡ଼ର ଲିଙ୍କ୍ ନାହିଁ, ତାହେଲେ ଏଠି କ'ଣ ରହିଛି ନା ନିଜର ଆଧାର ଡିଟେଲ୍ସ ଆପଣମାନେ ଦେଇପାରିବେ। ତେଣୁ ଆଧାର ଡିଟେଲ୍ସ ଏଠି ଆପଣମାନେ ଦିଅନ୍ତୁ। ତ ଆଧାର ନମ୍ବର ଆପଣମାନେ ଦେଇଦେଲେ। ତାପରେ ଯଦି ଆପଣମାନଙ୍କର ମୋବାଇଲ ନମ୍ବର ଲିଙ୍କ୍ ନାହିଁ, ତାହେଲେ ଏଠି ଆପଣମାନେ ନିଜର ମୋବାଇଲ ନମ୍ବର ମଧ୍ୟ ଏଡ୍ କରିଦେବେ। ମୋବାଇଲ ନମ୍ବର ଏଡ୍ କରିବେ। ମୋବାଇଲ ନମ୍ବର ଏଡ୍ କରିବା ପରେ ଯଦି ଆପଣମାନଙ୍କ ରିଲେଟିଭ୍‌ଙ୍କର ମୋବାଇଲ ନମ୍ବର ଏଡ୍ କରିବା ପାଇଁ ଚାହୁଁଛନ୍ତି, କରିବେ। ତାପରେ ଦେଖନ୍ତୁ ଏଠି ଗୋଟେ ରହିଛି ଏମ୍ ଆମର ଇମେଲ୍ ଆଇଡି। ଇମେଲ୍ ଆଇଡି ମଧ୍ୟ ଯଦି ଆପଣମାନଙ୍କର ଲିଙ୍କ୍ ନାହିଁ, ଇମେଲ୍ ଆଇଡି ମଧ୍ୟ ଏଠି ଆପଣମାନେ ଦେଇଦେବେ। ସବୁ ଦେଇ ସାରିଲା ପରେ ଦେଖନ୍ତୁ ପୁଣି ଥରେ ନେକ୍ସଟ ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। ଯେତେବେଳେ ନେକ୍ସଟ ଅପସନ୍‌ରେ କ୍ଲିକ୍ କରୁଛନ୍ତି, ଏଇଠି ଆସିଲା ଆପଣମାନଙ୍କର ମେନ୍ ଯୋଉଟାକି ଆପଣମାନଙ୍କର କରେକ୍ସନ୍ ପାଇଁ ଗୋଟିଏ ରହିଛି ସିଫ୍ଟିଂ ଅଫ୍ ରେସିଡେନ୍ସ। ଯଦି ଆପଣମାନେ ଗୋଟିଏ ଜାଗା ଛାଡ଼ି ଅନ୍ୟ ଜାଗାକୁ ସିଫ୍ଟିଂ ହେଉଛନ୍ତି, ତା ପାଇଁ ଆପଣମାନେ ଭୋଟର ଆଇଡି କରେକ୍ସନ୍ କରିବା ପାଇଁ ଚାହୁଁଛନ୍ତି, ସେ ଅପସନ୍‌ରେ ଦେବେ। କିନ୍ତୁ ଆମର ଯେହେତୁ ଆମର କରେକ୍ସନ୍ କରିବାର ଅଛି, ତେଣୁ ସେକେଣ୍ଡ ଅପସନ୍‌ରେ ହିଁ ଆପଣମାନେ ସିଲେକ୍ଟ କରିବେ। ସେକେଣ୍ଡ ଅପସନ୍‌ରେ କ୍ଲିକ୍ କଲା ପରେ ତାପରେ ପୁଣି ଥରେ ଆପଣମାନେ ନେକ୍ସଟ ଅପସନ୍‌ରେ କ୍ଲିକ୍ କରିଦେବେ। ଯେତେବେଳେ ନେକ୍ସଟ ଅପସନ୍‌ରେ କ୍ଲିକ୍ କରୁଛନ୍ତି, ଏଇଠି ଦେଖନ୍ତୁ ଆପଣମାନଙ୍କର ସବୁକିଛି ଡିଟେଲ୍ସ ଆସିବ। ଯୋଉଥିରେ କି ଆପଣମାନେ କ'ଣ ଚେଞ୍ଜେସ୍ କରିବା ପାଇଁ ଚାହୁଁଛନ୍ତି। ତା ଭିତରେ ଆପଣମାନଙ୍କର ରହିଛି ନେମ୍, ଜେଣ୍ଡର, ଡେଟ୍ ଅଫ୍ ବାର୍ଥ, ରିଲେସନ୍ ଟାଇପ୍, ରିଲେସନ୍ ନେମ୍, ଆଡ୍ରେସ୍, ମୋବାଇଲ ନମ୍ବର, ଫଟୋ। ଯାହା ବି ଆପଣମାନଙ୍କର ଚେଞ୍ଜେସ୍ କରିବାର ଅଛି, ଏଠି ଆପଣମାନେ ଚେଞ୍ଜେସ୍ କରିପାରିବେ। ଏବଂ ମନେ ରଖନ୍ତୁ ଏକା ଥରେ ଆପଣମାନେ 4ଟି ଚେଞ୍ଜେସ୍ କରିପାରିବେ। ତେଣୁ ମ୍ୟାକ୍ସିମମ୍ ଆପଣମାନେ 4ଟି ଚେଞ୍ଜେସ୍ କରିବେ। ତେଣୁ ଏଠି ଆମର ଚେଞ୍ଜ କରିବାର ଅଛି ମୋବାଇଲ ନମ୍ବର ଏବଂ ଫଟୋ। ରିସେଣ୍ଟ ଫଟୋ ମଧ୍ୟ ଆପଣମାନେ ଏଠି ଏଡ୍ କରିପାରିବେ। ଯୋଉଟାକୁ ଆପଣମାନଙ୍କର କରିବାର ଅଛି ସବୁ କିଛି ଆପଣମାନେ ସିଲେକ୍ଟ କରିବେ। ତ ଯେହେତୁ ଆମର ଏଠି କିଛି ବେସିକ୍ ଡିଟେଲ୍ସ କରିବାର ଅଛି ଯେମିତିକି ମୋବାଇଲ ନମ୍ବର ଏବଂ ଫଟୋ, ତେଣୁ ସେଇଠି ଆପଣମାନେ ସିଲେକ୍ଟ କରିବେ। ନହେଲେ ଅନ୍ୟାନ୍ୟ ଆପଣମାନେ ଯାହା ବି ଚେଞ୍ଜେସ୍ କରିବା ପାଇଁ ଚାହୁଁଛନ୍ତି କରିପାରିବେ। ସମାନ ପ୍ରୋସେସ୍‌ରେ ହବ। ତ ମୁଁ ଏଠି ଦେଖିଦେଉଛି ମୋବାଇଲ ନମ୍ବର ଯେମିତି ଚେଞ୍ଜ କରିବା ପାଇଁ ହେଲେ, ଏଠି ଆପଣମାନେ ମୋବାଇଲ ନମ୍ବର ଦେବେ ଏବଂ ଆପଣମାନଙ୍କର ଫଟୋ ଦେବା ପାଇଁ ପଡ଼ିବ। ଦେଖନ୍ତୁ ଯଦି ଏଠି ଆପଣମାନେ ନେମ୍ ଚେଞ୍ଜ କରୁଛନ୍ତି, ତାହେଲେ ତା ପାଇଁ ଦେଖନ୍ତୁ ଆପଣମାନଙ୍କର ନେମ୍‌ର ଡିଟେଲ୍ସ ଦେବା ପାଇଁ ପଡ଼ିବ। ତାର ପ୍ରୁଫ୍ ଗୋଟେ ଦେବା ପାଇଁ ପଡ଼ିବ। ତେଣୁ ଆମର ନେମ୍ ଚେଞ୍ଜ କରିବାର ନାହିଁ, ସବୁ ଠିକ୍ ଅଛି। ଯଦି ଆପଣମାନଙ୍କର ନେମ୍ ଚେଞ୍ଜ କରିବାର ଅଛି, ତାହେଲେ ନେମ୍ ଅପସନ୍‌ରେ କ୍ଲିକ୍ କରିବେ। ଯଦି ଡେଟ୍ ଅଫ୍ ବାର୍ଥ ଚେଞ୍ଜ କରିବାର ଅଛି, ଡେଟ୍ ଅଫ୍ ବାର୍ଥ ଅପସନ୍‌ରେ କ୍ଲିକ୍ କରିବେ। ତେଣୁ ଯେହେତୁ ଆମର 2ଟା ଚେଞ୍ଜେସ୍ କରିବାର ଅଛି ମୋବାଇଲ ନମ୍ବର ଏବଂ ଫଟୋ, ତେଣୁ ମୋବାଇଲ ନମ୍ବର, ଫଟୋ ଅପସନ୍ ଆମେ ଦେଇଦେଲୁ। ତେଣୁ ମୋବାଇଲ ନମ୍ବର ଏଠି ଆପଣମାନେ ଯୋଉ ମୋବାଇଲ ନମ୍ବର ଏଣ୍ଟର କରିବା ପାଇଁ ଚାହୁଁଛନ୍ତି ବା ଯୋଉ ମୋବାଇଲ ନମ୍ବର ଏଡ୍ କରିବା ପାଇଁ ଚାହୁଁଛନ୍ତି, ସେ ମୋବାଇଲ ନମ୍ବର ଦେବେ। ତାପରେ ଭେରିଫାଇ ଅପସନ୍‌ରେ କ୍ଲିକ୍ କରିବେ। ଯେତେବେଳେ ଭେରିଫାଇ ଅପସନ୍‌ରେ କ୍ଲିକ୍ କରୁଛନ୍ତି, ମୋବାଇଲ ନମ୍ବରକୁ ଆପଣମାନଙ୍କର ଓଟିପି ବର୍ତ୍ତମାନ ଆସିବ। ତ ସେଇ ଓଟିପି ଏଠି ବର୍ତ୍ତମାନ ଆପଣମାନେ ସବମିଟ୍ କରିବେ। ଦେଖନ୍ତୁ ମୁଁ ଏଠି ଆପଣମାନଙ୍କର ଓଟିପି ଯୋଉଟାକି ଆସିଲା ତାକୁ ସବମିଟ୍ କରି ଭେରିଫାଇ କରିନଉଛି। ତେଣୁ ମୋବାଇଲ ନମ୍ବର ଭେରିଫାଇ ହେଇଗଲା। ତାପରେ ଦେଖନ୍ତୁ ଏଠି ରହିଛି ଆପଣମାନଙ୍କର ଫଟୋ। ତ ଫଟୋ ଆପଣମାନେ ଅପଲୋଡ୍ କରିବେ। ଯଦି ପୁରୁଣା ଫଟୋ ଆପଣମାନଙ୍କର ଅଛି ଭୋଟର ଆଇଡିରେ, ତାକୁ ନୂଆ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏଠି ଫଟୋ ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। ଯୋଉଟାକି 20 କେବି ଭିତରେ ହେଇଥିବା ଦରକାର। ତ ମୋବାଇଲ ନମ୍ବର ଏବଂ ଫଟୋ ଏଡି ସାରିଲା ପରେ ନେକ୍ସଟ ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। ନେକ୍ସଟ ଅପସନ୍ ଯୋଉଟାକି ଡିକ୍ଲାରେସନ୍ ରହିଛି। ଡିକ୍ଲାରେସନ୍‌ରେ ଆପଣମାନଙ୍କର ନେମ୍ ଅଫ୍ ଆପ୍ଲିକାଣ୍ଟରେ ଆପଣମାନଙ୍କର ନାମ ଏବଂ ପ୍ଲେସ୍ ହେଲା ଆପଣମାନେ କୋଉଠୁ ସେଟାକୁ ଆପ୍ଲାଏ କରୁଛନ୍ତି ବା ଆପଣମାନଙ୍କର ଏରିଆର ନାମ ଆପଣମାନେ ଲେଖିଦେବେ। ତ ମୁଁ ଏଠି ଆମର ଡିଷ୍ଟ୍ରିକ୍ଟ ନେମ୍ ଲେଖିଦେଉଛି। ତାପରେ ଦେଖନ୍ତୁ
ଆପଣମାନଙ୍କର କ'ଣ ରହିଛି ନା ଡନ୍ ଅପସନ୍‌ରେ କ୍ଲିକ୍ କରିଦେବେ। ଏଠି ପୁଣି ଥରେ ଆପଣମାନଙ୍କର ସବୁ କିଛି ଡିଟେଲ୍ସ ଶୋ କରିବ। ତାକୁ ଆପଣମାନେ ଥରେ ଚେକ୍ କରିନେବେ। ଚେକ୍ କରିସାରିଲା ପରେ ଫାଇନାଲ୍ ଆପଣମାନଙ୍କର ଆସିବ ଯୋଉଟାକି ଇ ସାଇନ୍। ଦେଖନ୍ତୁ ଏଇ ଇ ସାଇନ୍ ହିଁ ଆପଣମାନଙ୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ। ଇ ସାଇନ୍ ଆପଣମାନେ ଯେତେବେଳେ କରିବେ ଆପଣମାନଙ୍କର ଆଧାର କାର୍ଡ଼ ସହିତ ମୋବାଇଲ୍ ନମ୍ବର ଲିଙ୍କ୍ ଥିବା ନିହାତି ଦରକାର। ଦେଲେ ଯାଇ ଆପଣମାନଙ୍କର ଇ ସାଇନ୍ ହେଇପାରିବ। ତେଣୁ ଆମର ସବୁ କିଛି ଡିଟେଲ୍ସ ଯୋଉଟାକି ଦେଇଛୁ ଠିକ୍ ଅଛି। ତାପରେ ଇ ସାଇନ୍ ଆଣ୍ଡ ସବମିଟ୍ ଅପସନ୍‌ରେ କ୍ଲିକ୍ କରିଦେବେ। ତ ଇ ସାଇନ୍ ଏବଂ ସବମିଟ୍ ଅପସନ୍‌ରେ ଯେତେବେଳେ କ୍ଲିକ୍ କରୁଛନ୍ତି, ଦେଖନ୍ତୁ ଏଠି ଆପଣମାନଙ୍କ ରିଡାଇରେକ୍ଟ ନେଇଯିବ ଇ ସାଇନ୍ ଅଥେଣ୍ଟିକେସନ୍। ତ ଏଇ ଇ ସାଇନ୍ ଅଥେଣ୍ଟିକେସନ୍‌ରେ ଆପଣମାନଙ୍କର ସବୁ କିଛି ଡିଟେଲ୍ସ ଯେମିତିକି ଆଧାର କାର୍ଡ଼ ନମ୍ବର ଏବଂ ଆଧାର କାର୍ଡ଼ ସହିତ ମୋବାଇଲ୍ ନମ୍ବର ଯୋଉଟାକି ଲିଙ୍କ୍ ଅଛି, ସେଠି ଦେବା ପାଇଁ ପଡ଼ିବ। ଦେଖନ୍ତୁ ଆସିଲା ଏଠି ଆପଣମାନଙ୍କର ଆଧାର ନମ୍ବର ଆପଣମାନେ ଏଣ୍ଟର କରିବେ। ତାପରେ ଦେଖନ୍ତୁ ଏଠି ଅଛି ଗେଟ୍ ଓଟିପି। ତ ଗେଟ୍ ଓଟିପି ଅପସନ୍‌ରେ କ୍ଲିକ୍ କରିଦେବେ। ଗେଟ୍ ଓଟିପି ଅପସନ୍‌ରେ ଯେତେବେଳେ କ୍ଲିକ୍ କରିବେ, ଆପଣମାନଙ୍କର ଆଧାର କାର୍ଡ଼ ସହିତ ଯୋଉ ମୋବାଇଲ୍ ନମ୍ବର ଲିଙ୍କ୍ ଥିବ, ସେଠି ଆପଣମାନଙ୍କର ଓଟିପି ଆସିବ ଏବଂ ସେଇ ଓଟିପି ବର୍ତ୍ତମାନ ଆପଣମାନଙ୍କୁ ଏଠି ସବମିଟ୍ କରିବା ପାଇଁ ପଡ଼ିବ। ତ ଓଟିପି ଦେଇସାରିଲେ, ଓଟିପି ଦେଇସାରିଲା ପରେ ଆପଣମାନଙ୍କର ସବମିଟ୍ ଅପସନ୍ ଅଛି। ତ ସେଇ ସବମିଟ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରିଦେବେ। ଦେଖନ୍ତୁ ଯେତେବେଳେ ସବମିଟ୍ ଅପସନ୍‌ରେ କ୍ଲିକ୍ କରିବେ, ଆପଣମାନଙ୍କର ଆପ୍ଲିକେସନ୍ ସବମିଟେଡ୍ ହେଇଯିବ ଏବଂ ରେଫରେନ୍ସ ନମ୍ବର ଆସିଯିବ ଏବଂ ଏଇଟାକୁ ଆପଣମାନେ ସ୍କ୍ରିନଶଟ୍ ମାରି ରଖିପାରିବେ। ନହେଲେ ଏଇଟାକୁ ଆପଣଙ୍କର ମୋବାଇଲକୁ ମଧ୍ୟ ମେସେଜ୍ ଆସିଯିବ। ତ ଦେଖନ୍ତୁ ଫାଇନାଲି ଆମର ଯୋଉଟାକି ଡକ୍ୟୁମେଣ୍ଟ ଅପଲୋଡ୍ ସରିଗଲା ଏବଂ କରେକ୍ସନ୍ ହେଇଗଲା। ଆପଣମାନେ ଗୋଟିଏ ମାସ ଅପେକ୍ଷା କରିବେ। 1 ମାସରୁ 3 ମାସ ଭିତରେ ଆପଣମାନଙ୍କର ଅଟୋମେଟିକ୍ ଯାଇକି ଭେରିଫାଇ ହେଇଯିବ। ଭେରିଫାଇ ହେଇ ସାରିଲା ପରେ ପୋଷ୍ଟାଲରେ ଆପଣମାନଙ୍କର ଯୋଉଟାକି ନୂଆ ଭୋଟର ଆଇଡି ଆପଣମାନେ ପାଇପାରିବେ। ଏହା ସହିତ ଆପ୍ଲିକେସନ୍ ଟ୍ରାକ୍ କରିବାର ମଧ୍ୟ ଆପଣଙ୍କର ଅପସନ୍ ଅଛି। ଏଠି ଆପଣମାନେ ରେଫରେନ୍ସ ନମ୍ବର ଦେଇ ନିଜର ଆପ୍ଲିକେସନ୍ ଚେକ୍ କରିପାରିବେ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ଯଦି ଆପଣମାନଙ୍କର ଭୋଟର ଆଇଡିରେ କୌଣସି ପ୍ରୋବ୍ଲେମ୍ ରହିଛି, ତାହେଲେ ଏଇଭଳି ଭାବରେ ଆପଣମାନେ ନିଜ ମୋବାଇଲରେ ଘରେ ବସି କରେକ୍ସନ୍ କରିପାରିବେ। ଧନ୍ୟବାଦ।